ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମ ବାଣୀ ପିତ ଏମାନଙ୍କୁ କ୍ଷମା କର, ଯାହାକି ଆମେମାନେ ଲୁକ 23 ଅଧ୍ୟାୟ 34 ଆମେ ପାଇପାରୁ। ସେତେବେଳେ ଯୀଶୁ କହିଲେ, ପିତ ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାହାଙ୍କ ବସ୍ତ୍ର ସବୁ ଭାଗ କରିବା ନିମନ୍ତେ ଗୋଳି ବାଣ୍ଟ କଲେ। ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ ଏହି ବାକ୍ୟ ଦ୍ୱାରା କହିବାକୁ ଚାହାନ୍ତି ଯେ ପରମେଶ୍ୱର ବାବା ଯୀଶୁ ଖ୍ରୀଷ୍ଟ କାହା ବିଷୟରେ କହୁଛନ୍ତି କି ପିତ ଏମାନଙ୍କୁ କ୍ଷମା କର। ପ୍ରିୟମାନେ, ପୁଣି କ୍ଷମା କାହାକୁ କରାଯାଏ? ପ୍ରିୟମାନେ, ଆମେ ଯଦି ଚିନ୍ତା କରୁ, ଯେଉଁମାନେ ପାପ କରିଅଛନ୍ତି, ଯେଉଁମାନେ ଅପରାଧ କରିଅଛନ୍ତି, ଯେଉଁମାନେ ଭୁଲ କରିଅଛନ୍ତି, ସେମାନେ ହିଁ କ୍ଷମା ପାଇବା ଯୋଗ୍ୟ, ଯଦି ସେମାନେ ନମ୍ରତାର ସହିତ କ୍ଷମା ମାଗୁଛନ୍ତି। ପ୍ରିୟମାନେ, ଏଥିପାଇଁ ଯୀଶୁ ଖ୍ରୀଷ୍ଟ କାହା ବିଷୟରେ କହୁଛନ୍ତି କି ପିତ ଏମାନଙ୍କୁ କ୍ଷମା କର? କାରଣ ଆପଣଙ୍କ ବିଷୟରେ ଏବଂ ମୋ ବିଷୟରେ ଯୀଶୁ ଖ୍ରୀଷ୍ଟ ଏଠାରେ କହିବାକୁ ଚାହାନ୍ତି, ପିତ ଏମାନଙ୍କୁ କ୍ଷମା କର। ଏମାନେ ଶୈତାନର କଥା ଶୁଣି, ଏମାନେ ମନ୍ଦ କର୍ମରେ ଥାଇ, ଏମାନେ ଅପରାଧ କରି କରି, ହତ୍ୟା କରି କରି, ବିଭିନ୍ନ ପ୍ରକାର ଯାହାକି ମନ୍ଦ କର୍ମ କରି ନିଜ ଜୀବନକୁ ଅତିବାହିତ କରୁଅଛନ୍ତି। ପିତା ଏମାନଙ୍କୁ ତୁମେ କ୍ଷମା କର ବୋଲି ଜଗତର ଲୋକମାନଙ୍କ ନିମନ୍ତେ ଯୀଶୁ ଖ୍ରୀଷ୍ଟ ଏହି ବାଣୀଟି କହିଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଗୋଟିଏ ବିଷୟ ମୋତେ ମନେ ପଡ଼େ, ଯେତେବେଳେ ଯୀଶୁ ଖ୍ରୀଷ୍ଟ ସିମୋନଙ୍କ ଦ୍ୱାରା ଗୃହକୁ ଗେଷ୍ଟ ଭାବରେ ନିମନ୍ତ୍ରିତ ହୋଇଛନ୍ତି, ସେତେବେଳେ ସେହି ଗୃହରେ ଯୀଶୁ ଖ୍ରୀଷ୍ଟ ପହଞ୍ଚିବା ପୂର୍ବରୁ ଜଣେ ପାପିନୀ ସ୍ତ୍ରୀ ସେହି ଗୃହରେ ଉପସ୍ଥିତ ଅଛନ୍ତି। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଯାଇ ଭୋଜନ ଆସନରେ ବସି ନିଜର ଆହାର ଖାଉଛନ୍ତି, ଯେତେବେଳେ ସିମୋନ ଦେଇଥିବା ଆହାର ଖାଉଛନ୍ତି, ଭୋଜନ ଆସନରେ ବସିଛନ୍ତି, ସେହି ସମୟରେ ସେହି ସ୍ତ୍ରୀ, ପାପିନୀ ସ୍ତ୍ରୀ, ତାଙ୍କର ଚରଣ ତଳେ ବସି ନିଜର ଅଶ୍ରୁ ଅର୍ଥାତ୍ ନିଜର ଚକ୍ଷୁର ଲତକ ଢାଳି ଅନୁତାପର ସହିତ, କେତେ ମୁଁ ପାପ କଲି, କେତେ ମୁଁ ଅପରାଧ କଲି, କେତେ ମୁଁ ଭୁଲ କଲି, ମୁଁ କିଛି ନ ଜାଣି ବୋଲିକି ଅନୁତାପର ସହିତ, କ୍ରନ୍ଦନର ସହିତ ଯେତେବେଳେ ନିଜର ଅଶ୍ରୁର ସହିତ ଯୀଶୁ ଖ୍ରୀଷ୍ଟଙ୍କର ପାଦ ଭିଜାଇଲେ, ପୁଣି ନିଜର ମସ୍ତକର କେଶ ଦ୍ୱାରା ତାହା ପୋଛିବାକୁ ଲାଗିଲେ, ପୁଣି ସୁଗନ୍ଧି ତୈଳରେ ତାହା ମୁଖାଇବାକୁ ଲାଗିଲେ। ଯେତେବେଳେ ଏହି ପ୍ରକାର କାର୍ଯ୍ୟ ସେହି ପାପିନୀ ସ୍ତ୍ରୀ କରୁଛନ୍ତି, ସେହି ସମୟରେ ସିମୋନ ଯିଏକି ଯୀଶୁ ଖ୍ରୀଷ୍ଟଙ୍କୁ ନିମନ୍ତ୍ରଣ କରିଛନ୍ତି ଭୋଜନ ନିମନ୍ତେ, ସେ ଦେଖୁଛନ୍ତି ଏହି ସମସ୍ତ ବିଷୟ ଯେ ଜଣେ ପାପିନୀ ସ୍ତ୍ରୀ ଯୀଶୁ ଖ୍ରୀଷ୍ଟଙ୍କର ଚରଣ ତଳେ ବସି କ'ଣ କରୁଛି। ସେତେବେଳେ ସିମୋନ ମନେ ମନେ କହିବାକୁ ଲାଗିଲା, ଏ ଯଦି ଭାବବାଦୀ ହୋଇଥାନ୍ତା, ତାହା ହେଲେ ଏହାକୁ ଯେ ସ୍ପର୍ଶ କରୁଅଛି ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍ ସେ ଯେ ପାପିଷ୍ଟା, ଏହା ଜାଣିଥାନ୍ତା। ଯୀଶୁ ଖ୍ରୀଷ୍ଟ ଯଦି ଭାବବାଦୀ ହୋଇଥାନ୍ତେ, ତାହେଲେ ଜାଣିଥାନ୍ତେ ଯେ ତାଙ୍କୁ ଛୁଉଁଛନ୍ତି, ତାଙ୍କ ଚରଣ ତଳେ ଯିଏ ଅଛି, ଯୀଶୁ ଖ୍ରୀଷ୍ଟ ଜାଣିଥାନ୍ତେ ସେ ଯେ ଜଣେ ପାପିଷ୍ଟା ସ୍ତ୍ରୀ, ଏହା ଯୀଶୁ ଖ୍ରୀଷ୍ଟ ଜାଣିଥାନ୍ତେ, କିନ୍ତୁ ଜାଣିପାରୁନାହାନ୍ତି। କ'ଣ ପାଇଁ? ତ ଇଏ ଭାବବାଦୀ ହୋଇ ନ ପାରନ୍ତି ବୋଲି ସିମୋନ ଚିନ୍ତା କରୁଥିଲେ। ପ୍ରିୟମାନେ, ଏହି ପ୍ରକାରେ ଯେତେବେଳେ କାର୍ଯ୍ୟ ଚାଲିଛି, ଯୀଶୁ ଖ୍ରୀଷ୍ଟ ଗୋଟିଏ ଉଦାହରଣ ଦେଲେ, ସିମୋନ, ତୁମ୍ଭକୁ ମୋର କିଛି କହିବାର ଅଛି। ସେ
ସିମୋନ କହିଲେ, ହେ ଗୁରୁ କୁହନ୍ତୁ। ଜଣେ ମହାଜନଙ୍କର 2 ଜଣ ଋଣୀ ଥିଲେ, ଜଣେ 500 ଆଉ ଜଣେ 50 ଟଙ୍କା ଋଣ ଥିଲେ। ପରିଶୋଧ କରିବାକୁ ସେମାନଙ୍କର କିଛି ନଥିବାରୁ ସେ ଉଭୟଙ୍କର ଋଣ ଛାଡ଼ିଦେଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାକୁ ଅଧିକ ପ୍ରେମ କରିବ? ସିମୋନ ଉତ୍ତର ଦେଲେ, ମୋହର ବୋଧ ହୁଏ ସେ ଯାହାର ଅଧିକ ଋଣ ଛାଡ଼ିଦେଲେ ସେ ତାକୁ କହିଲେ, ତୁମେ ଯଥାର୍ଥ ବିଚାର କର। ଆଉ ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ସିମୋନକୁ କହିଲେ, ଏହି ସ୍ତ୍ରୀ କି ଦେଖୁଅଛ? ମୁଁ ତୁମ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଅଶ୍ରୁ ଜଳରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା। ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ, କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋର ପାଦ ଚୁମ୍ବନ କରିବାକୁ କ୍ଷାନ୍ତ ହେଉନାହିଁ। ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ, କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲ। ଏଣୁ ମୁଁ ତୁମ୍ଭକୁ କହୁଛି, ଏହାର ଅନେକ ପାପ କ୍ଷମା ହୋଇଛି, କାରଣ ସେ ବହୁତ ପ୍ରେମ କଲା। କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ ସେ ଅଳ୍ପ ପ୍ରେମ କରେ। ଆଉ ସେହି ସ୍ତ୍ରୀ କି କହିଲେ, ତୋର ପାପ ସବୁ କ୍ଷମା ହୋଇଛି। ସେଥିରେ ତାଙ୍କ ସଙ୍ଗରେ ଭୋଜରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ ଏ କିଏ? କିନ୍ତୁ ସେ ସେହି ସ୍ତ୍ରୀ କି କହିଲେ, ତୋର ବିଶ୍ୱାସ ତୋତେ ରକ୍ଷା କରିଛି, ଶାନ୍ତିରେ ଚାଲିଯା। ଯେଉଁମାନେ ଏହି ଘଟଣାରୁ ଆମେ ଜାଣିପାରୁଛୁ, ଯେଉଁମାନେ କ୍ଷମା ପାଇବା ନିମନ୍ତେ ଆତୁରତାରେ ଥାନ୍ତି, ସେମାନେ କ'ଣ ମଧ୍ୟ କରିବା ପାଇଁ ରାଜି ଥାନ୍ତି। ଯେତେବେଳେ ଏହି ପ୍ରକାର ଘଟଣା ଚାଲିଛି ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ ସେହି ସ୍ତ୍ରୀଙ୍କର ପାପକୁ କ୍ଷମା କରିଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ପ୍ରିୟମାନେ, ଯେତେବେଳେ ଏହି ପ୍ରକାର ଘଟଣା ଚାଲିଛି, ଅନେକ ଲୋକ ଅନେକ ଚିନ୍ତା କରୁଛନ୍ତି, ଇଏ ଯେ ପାପ କ୍ଷମା କରୁଅଛି, ଇଏ କିଏ? କେଉଁ ପ୍ରକାର ଲୋକ ଇଏ? ପ୍ରେଜ୍ ଦ ଲର୍ଡ। ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ପିତ ଏମାନଙ୍କୁ କ୍ଷମା କର। ଏମାନେ କ'ଣ କରୁଛନ୍ତି ଜାଣୁନାହାନ୍ତି। ମଣିଷ ବିରୁଦ୍ଧରେ, ମଣିଷ ତ ପାପ କରିଛି, ଆଉ ପାପ କରୁଥିବା ଲୋକମାନଙ୍କୁ ଆହୁରି ସେ କ'ଣ ନିନ୍ଦା କରୁଛି। ନିଜର ବିଷୟ ଚିନ୍ତା କରିପାରୁନାହାନ୍ତି ଜଗତର ଲୋକମାନେ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଥିଲେ, ସାଧୁକ ଫାରୁସୀ ମାନେ ଗୋଟେ ସ୍ତ୍ରୀ ଲୋକଙ୍କୁ ଧରି ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆଣୁଛନ୍ତି। ପ୍ରିୟମାନେ, ସେତେବେଳେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଥିଲେ। ଫାରୁସୀ ଶାସ୍ତ୍ରୀମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ନିମନ୍ତେ ଗୋଟିଏ ବ୍ୟଭିଚାର କର୍ମରେ ଧୃତ ଜଣେ ସ୍ତ୍ରୀ ଲୋକକୁ ଧରିକି ଆଣିଛନ୍ତି। ଆଉ କହୁଛନ୍ତି, ଆଉ ଶାସ୍ତ୍ରୀ ଓ ଫାରୁସୀ ମାନେ ବ୍ୟଭିଚାର କର୍ମରେ ଧୃତ ଜଣେ ସ୍ତ୍ରୀ ଲୋକକୁ ଘେନି ଆସି ତାହାଙ୍କୁ ମଧ୍ୟସ୍ଥରେ ଠିଆ କରାଇ ତାହାକୁ କହିଲେ, ହେ ଗୁରୁ, ଏହି ସ୍ତ୍ରୀ ଲୋକଟା ବ୍ୟଭିଚାର କର୍ମ କରୁଥିବା ସମୟରେ ଧରା ପଡ଼ିଛି। ଏପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମଶା ଆମ୍ଭମାନଙ୍କୁ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି। ତେବେ ଆପଣ କ'ଣ କହୁଛନ୍ତି? ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇପାରନ୍ତି, ଏଥି ନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ। କିନ୍ତୁ ଯୀଶୁ ଅଧମୁଖ ହୋଇ ଆଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ। ପ୍ରିୟମାନେ, ଯେତେ ସେହି ସ୍ତ୍ରୀ ବିଷୟରେ ଅଭିଯୋଗ କରୁଛି, ଏ ସ୍ତ୍ରୀ ଏହି ପ୍ରକାର ଭୁଲ କରୁଛି, ଏହି ପ୍ରକାର କରୁଥିବା ସମୟରେ ଆମେ ଦେଖିଲୁ, ଆଉ ଏହି ପ୍ରକାର ବ୍ୟଭିଚାର କର୍ମ କରୁଥିବା ସମୟରେ ଆମେ ତାକୁ ଧରିଲୁ, ଏବଂ ଇଏ ଯେ ପଥର ମାରି ଏକ ମରାଯାଏ, ଏଥିପାଇଁ ପରମେଶ୍ୱରଙ୍କର ସେବକ ମଶା ଆମ୍ଭମାନଙ୍କୁ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି ବୋଲି ଏମାନେ ନିନ୍ଦା କରୁଥିଲେ। ଗୋଟିଏ ଭୁଲ ଧରୁଥିଲେ ସେ ସ୍ତ୍ରୀଙ୍କ। ଆଉ ଯୀଶୁ ଖ୍ରୀଷ୍ଟ ଦେଖିଲେ ଯେ ଜଗତରେ କେହି ନାହିଁ, ନା ଜଣେ ସୁଦ୍ଧା ଧାର୍ମିକ ନାହିଁ। ସମସ୍ତେ ତ ପାପ କରିଅଛନ୍ତି ଆଉ ଈଶ୍ୱରଙ୍କୁ ଗୌରବ ଋଣ ପଡ଼ିଅଛନ୍ତି ବୋଲି
परमेश्वर वाक्य कहे पिलामाने जितेबाला ए प्रकार दशारोप करुछन्ति से समय यीशु ख्रीष्ट किछि न कहि अधमुख होई आंगुली द्वारा भूमि रे लिखिबाकु लागिले कौन कौन पाप करुछन्ति लिखिबाकु लागिले यीशु ख्रीष्ट व्यभिचार नरहत्या न ठकई न चोर विभिन्न प्रकार लांच जौवनर अभिलाष पाप जहाँ जहाँ से कर जहाँ जहाँ से माने दशारोप कर समस्त विषय यीशु ख्रीष्ट भूमि रे लिखुंट यही पाप आज क्षमा हो माने बारंबार यीशु ख्रीष्ट को पचारि बार यीशु ख्रीष्ट कहले तुम मान मध्य जे निष्पाप से प्रथम पत्थर पाड़ू जिते यही प्रकार शब्द यीशु ख्रीष्ट मुखर बाहरिला प्रिय माने सान ठारू आरंभ करी जन जन बड़ वृद्धा वयस्क लोक मान पर्यंत समस्त चलीगले शेष केवल दुई जने मध्यस्थल पापिनी स्त्री व्यभिचार कर्म धृत जड़े धरा जा स्त्री जड़े और यीशु ख्रीष्ट अच्छा कहीं ना यीशु ख्रीष्ट कहले से स्त्री को गोनारी सामाने कहती कहीं कौन तुमको दंडनीय बोली विचार करे नहीं से कहला कहीं नहीं प्रभु से यीशु कहले मुझे तुमको दंडनीय बोली विचार करना जाओ आज ठार पाप करना प्रिय प्रभुंर लोक मैंने ए स्थान देखु एत दयालु जे यीशु ख्रीष्ट जने पाप करथिबा व्यक्ति को क्षमा करुछन्ति कारण यीशु ख्रीष्टଙ୍କର वाक्य कहे मार्क लिखित सुसमाचार 2:17 रे यीशु ख्रीष्ट धार्मिक मानक आह्वान करबा निमंते नुहे पापी मानक आह्वान करबा निमंते आसीअछन्ति लूक पुस्तक 15:7 एंड 10 जगह में देखू प्रभु जीसु सेठारे कहती अनिश्चित धार्मिक अपेक्षा जड़े जितेबले जड़े पापी जितेबले मन परिवर्तन कर फेरी आसे से निमंते स्वर्ग में अधिक आनंद हुए प्रिय माने वास्तव में जो माने क्षमा पाते से निमंते स्वर्ग में आनंद हुए प्रिय माने आमे कौन पाप करुछु कि ना नहीं आमे निजको चिंता करू निजर भूल अपराध को न देखी मैंने आउ जन को दशारोप कर दश ढाई था माथ्यू 6:14 कह जाए तुम्हें माने जदि जनकर पाप को क्षमा कर ताहले स्वर्गस्थ पिता मध्य तुम्भ मान को क्षमा देवे बोलिकी परमेश्वर वाक्य कहे प्रिय माने एथिपाई यीशु ख्रीष्ट जेपरि क्षमा करियछन्ति वास्तव में आम्भे माने मध्य परस्पर पाप को आम्भे माने क्षमा करिबा निहाती आवश्यक अटे कारण गोटे विषय मन पड़े प्रिय माने जिते बेले यीशु ख्रीष्ट कहउथिले गोटे उदाहरण दुई जन व्यक्ति माने जिते बेले जने मालिक हिसाब किताब करछन्ते किए केते ऋण नेछि से समय मालिक हिसाब करू करू खजु खजु जड़े 3 कोटी टंका ऋण नहीं जड़े दास छामरे अणागला तही परिशोध करने किसी नथिला माने से दास ठारे तही कौन कर से किसी जानी पारथले से मालिक कहले ताहार स्त्री पिला पिली व सर्वस्व विक्रय कर परिशोध नेबाक आज्ञा देले तेणु से दास ताहाक भूमिष्ठ प्रणाम कर कहबाक लगिला आपण मो विषय धैर्य धरतु आपको सबू परिशोध करदेवी से दासर प्रभु सदय हो मुक्त करदे और तार ऋण क्षमा कले
କିନ୍ତୁ ସେହି ଦାସ ବାହାରି ଯାଇ ତାଠାରୁ 50 ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାର ବୁଝିବୁ। ପ୍ରିୟମାନେ, ଜଣେ କ୍ଷମା ପାଉଛନ୍ତି କିନ୍ତୁ ସେ ଆଉ ଜଣକୁ କ୍ଷମା ଦେଇପାରୁନାହାନ୍ତି। ଏହାର ଉଦାହରଣଟି ଏହା, କାରଣ ତାହାର ପ୍ରଭୁ ଯଦି 3 କୋଟି ଟଙ୍କା କ୍ଷମା ଦେଉଛନ୍ତି, ଆଉ ଯେଉଁମାନେ କି 50 ଟଙ୍କା ତାଠାରୁ ଧାର ନେଇଥିଲେ ତାହାକୁ ସେହି 3 କୋଟି ଋଣ ଯାହାକୁ ଛାଡ଼ କରାଯାଇଛି, ତାହାଠାରୁ ଯେଉଁମାନେ ନେଇଛନ୍ତି ତାହାକୁ 50 ଟଙ୍କା କ୍ଷମା କରିବା ପାଇଁ, ଋଣ ଛାଡ଼ କରିବା ପାଇଁ ତାହାର ମନୋବଳ ଦେଖନ୍ତୁ। ପ୍ରିୟମାନେ, ଯଦି ଆମ୍ଭେମାନେ କ୍ଷମା ପାଉଛୁ ପ୍ରଭୁଙ୍କ ଠାରୁ, ତ ଆମ୍ଭେମାନେ କାହିଁକି ଆଉ ଜଣକୁ କ୍ଷମା ଦେଇପାରୁନାହୁଁ? ଆମ ବିରୁଦ୍ଧରେ ଜଣେ ପାପ କରିଛି, ଭୁଲ କଲା, ସେ ଆଣ୍ଠୁ ପୋତିକି ପ୍ରାର୍ଥନା କରୁଛି, ନିବେଦନ କରୁଛି ମୋତେ କ୍ଷମା କର ବୋଲି, ତ ଆପଣମାନଙ୍କ ହୃଦୟ କେଉଁଠାରେ ଅଛି? ଯେତେବେଳେ ତୁମେ କାନ୍ଦୁଥିଲ, ମୋତେ ଛାଡ଼ କର, ମୋ ପାପରୁ କ୍ଷମା କର ବୋଲି କାନ୍ଦୁଥିଲେ, ଯେତେବେଳେ ଯୀଶୁଖ୍ରୀଷ୍ଟ ତାହା ଶୁଣି ତୁମକୁ କ୍ଷମା କରିଛନ୍ତି, ତ ତୁମ ସମ୍ମୁଖରେ ଜଣେ କାନ୍ଦୁଛି, ନିବେଦନ କରୁଛି, ତ କାହିଁକି ଆଜି ମଣିଷକୁ କ୍ଷମା କରିପାରୁନାହିଁ? କ୍ଷମା ବଦଳରେ ତାହାର ଜୀବନ ନେବା ପାଇଁ ମଧ୍ୟ ପଛଉନାହାନ୍ତି। ଏଥିପାଇଁ ପ୍ରିୟମାନେ, ଯୀଶୁଖ୍ରୀଷ୍ଟ କହିଲେ, ପିତା ଏମାନେ କ'ଣ କରୁଅଛନ୍ତି ଏହା ଜାଣନ୍ତି ନାହିଁ। ଜଣେ ଜଣଙ୍କ ବିରୁଦ୍ଧରେ ଜଣେ ପାପ କଲା, ତାହାକୁ ମାରିବା ପାଇଁ ପଛଉନାହାନ୍ତି। ସେମାନଙ୍କୁ କ୍ଷମା ଦିଆଗଲା, ତାହା ସ୍ମରଣ ନ କରି ଯେଉଁମାନେ ପାପ କ୍ଷମା କରୁଛନ୍ତି ସେମାନଙ୍କ ପ୍ରତି ଦୟା କରିବା କଥା, ଦୟା ନାହିଁ, ମାରିବା ପାଇଁ। ପ୍ରିୟମାନେ, ଏଥିପାଇଁ ଯୀଶୁଖ୍ରୀଷ୍ଟ କହନ୍ତି, ପିତା ଏମାନଙ୍କୁ କ୍ଷମା କର। ମାନେ ପାପ କରୁଛନ୍ତି, ଅପରାଧରେ ଅଛନ୍ତି, ତଥାପି ନିଜର ଅପରାଧ ନ ଦେଖି ଅନ୍ୟମାନଙ୍କୁ ଅପରାଧକୁ ଦୋଷାରୋପ କରିବା ପାଇଁ ଆଗି ପଡ଼ିଛନ୍ତି। ପିତାମାନେ ଯାହା କରୁଛନ୍ତି ତାହା ଜାଣିପାରୁନାହାନ୍ତି, ପିତା କ୍ଷମା କର ବୋଲି ଯୀଶୁଖ୍ରୀଷ୍ଟ ଆଜି ବାକ୍ୟ ଦେଇ କହିବାକୁ ଚାହାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ବୁଝୁଥିବା, ଜଣେ ଭାଇ ଯଦି ଆମ ବିରୁଦ୍ଧରେ ମନଇଚ୍ଛା କଥା କହିଛି, ଭୁଲ କଲା, ଆଉ ନିଜେ ବୁଝିକି ଯଦି କ୍ଷମା ମାଗୁଛି, ଆମେ କ୍ଷମା ଦେଉଛୁ। ଭାଇ ମଧ୍ୟରେ ବିରୋଧ ହେଉଛି, ଶାଶୁ ବୋହୂ ମଧ୍ୟରେ ପଢ଼ାପଢ଼ି ନାହିଁ, କିମ୍ବା ବିଭିନ୍ନ ପ୍ରକାର ଜମି ପାଇଁ, ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଲୋକମାନେ ମନୁଷ୍ୟ ବିରୁଦ୍ଧରେ ପାପ କରୁଛନ୍ତି। ବାପା ପୁଅ ବିରୁଦ୍ଧରେ, ମା ଶାଶୁ ବିରୁଦ୍ଧରେ, ବହୁ ଶାଶୁ ବିରୁଦ୍ଧରେ ବିଭିନ୍ନ ପ୍ରକାର ବିରୋଧୀର କାର୍ଯ୍ୟ ଚାଲିଛି। ଆଜି ଶାନ୍ତି ନାହିଁ ଜଗତରେ। କ୍ଷମା ଦେବାର ଗୁଣ ଆଜି ମନୁଷ୍ୟ ଠାରେ ଦେଖାଯାଏ ନାହିଁ। ଯେଉଁମାନେ ଏଥିପାଇଁ ଯୀଶୁଖ୍ରୀଷ୍ଟ କହିଲେ, ପିତା ଏମାନଙ୍କୁ କ୍ଷମା କର, ଏମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ଏମାନେ ପାପ କ୍ଷମା ପାଉଛନ୍ତି, ପୁଣି ଯେଉଁମାନଙ୍କୁ ସେମାନେ ପାପ କ୍ଷମା କରିବା କଥା, ଭୁଲକୁ କ୍ଷମା କରିବା କଥା, ସେମାନେ କ୍ଷମା କରୁନାହାନ୍ତି ବୋଲି ଯୀଶୁଖ୍ରୀଷ୍ଟ ଆଜି ପ୍ରଥମ ବାଣୀ ଦ୍ୱାରା କହିବା ପାଇଁ ଚାହାନ୍ତି। ଅଳ୍ପ ଆଲୋଚନାରେ ପ୍ରଭୁ ସମସ୍ତଙ୍କୁ ବ୍ଲେସ୍ କରନ୍ତୁ।